ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆଜି ଦେଖନ୍ତୁ ଆମେ ଜାଣିବା ଆପଣଙ୍କ ଯେଉଁ ପ୍ଲସ୍ ଟୁରେ ଆଡମିସନ ପାଇଁ ଯାଉଛନ୍ତି, ତ ତା ପୂର୍ବରୁ ଆପଣଙ୍କ ଯେଉଁ 10th କ୍ଲାସ୍ ସାର୍ଟିଫିକେଟ୍ ଦରକାର ଅଛି, ସେଟା ଆପଣ କେମିତି ଡିଜିଟାଲି ଭାବରେ ଆପଣ ନିଜ ମୋବାଇଲରେ ଡାଉନଲୋଡ୍ କରିପାରିବେ ଏବଂ କେମିତି ଭାବରେ ଆପଣ ଟୋଟାଲ ଡିଟେଲ୍ସ ଭାବେ ଜାଣିପାରିବେ କି ଆପଣଙ୍କର 10th କ୍ଲାସ୍ ସାର୍ଟିଫିକେଟରେ କେତେ ମାର୍କ ରହୁଛି ଏବଂ କ'ଣ ଅପଡେଟ୍ ଅଛି, ସବୁ କିଛି ଠିକଠାକ୍ ଅଛି ନାହିଁ, ସେଟା କେମିତି ଭାବେ ଜାଣିପାରିବେ ଚାଲନ୍ତୁ ସେ ବିଷୟରେ ଫୁଲ୍ ପ୍ରୋସେସ୍ ଆପଣଙ୍କୁ ଭିଡ଼ିଓ ମୁଁ ଜଣାଇଦେବି। ତା ପୂର୍ବରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ, କାହିଁକିନା ଯାହା କିଛି ଆମେ ନୂଆ ନୂଆ ଭିଡ଼ିଓ ଆପଣଙ୍କୁ ବନଉଛେ, ଯାହା କିଛି ଗଭର୍ଣ୍ଣମେଣ୍ଟରୁ ଆପଣଙ୍କୁ ଇନଫର୍ମେସନ୍ ଆସୁଛି, ଆମେ ସେସବୁ ବିଷୟରେ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ। ଦର୍ଶକ ବନ୍ଧୁ, ଏବେ ଆପଣଙ୍କର ଜୁଲାଇ ମାସ 7 ତାରିଖରେ ଆପଣଙ୍କର ଗୋଟେ ଅପଡେଟ୍ ଆସିଛି କି ପ୍ଲସ୍ ଟୁ ଆଡମିସନ ପାଇଁ ଯେଉଁମାନଙ୍କର 10th କ୍ଲାସ୍ ସାର୍ଟିଫିକେଟ୍ ଦରକାର ଥିଲା, ତ ସେଟା ଏବେ ଡିଜିଟାଲ ଭାବରେ ଆପଣମାନେ ନିଜ ନିଜ ମୋବାଇଲରେ ଆପଣ ଡାଉନଲୋଡ୍ କରିପାରିବେ। ତ ଚାଲନ୍ତୁ ମୁଁ କହିଦେଉଛି ଆପଣଙ୍କୁ କେମିତି ଆପଣ ଡାଉନଲୋଡ୍ କରିପାରିବେ। ଆପଣ ଯେକୌଣସି ଗୋଟେ ବ୍ରାଉଜର ପଳେଇଯିବେ, ସେଠି ଯାଇକି ଆପଣ ସର୍ଚ୍ଚ କରିବାର ଅଛି ବିଏସ୍ଇ ଓଡ଼ିଶା ଆପଣମାନେ ସର୍ଚ୍ଚ କରିଦେବେ। ଠିକ୍ ଅଛି, ବିଏସ୍ଇ ଓଡ଼ିଶା ସର୍ଚ୍ଚ କଲା ପରେ ଟିକେ ସ୍କ୍ରୋଲ୍ କରିଦେବେ ଏବଂ ଆପଣଙ୍କୁ ଏଠି ଦେଖନ୍ତୁ ବିଏସ୍ଇ ଓଡ଼ିଶାରେ ଆପଣଙ୍କର ଯେଉଁ ଅଫିସିଆଲି ୱେବସାଇଟ୍ ଅଛି ଆପଣମାନଙ୍କର, এই অফিସିଆଲ ୱେବସାଇଟ୍ରେ ଆପଣମାନେ ଏଠି କ୍ଲିକ୍ କରିବେ। ଏଇଠି କ୍ଲିକ୍ କଲା ପରେ ଦେଖନ୍ତୁ ସେ ଆପଣଙ୍କୁ ଡାଇରେକ୍ଟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ଆପଣଙ୍କୁ ନେଇଯିବ ଏବଂ ଏଇଠି ଦେଖନ୍ତୁ ଆପଣଙ୍କୁ ଲେଖା ହେଇଛି ସର୍ଚ୍ଚ ୟୋର ସାର୍ଟିଫିକେଟ୍। ଠିକ୍ ଅଛି, ସର୍ଚ୍ଚ ୟୋର ସାର୍ଟିଫିକେଟ୍ରେ ଆପଣ କ'ଣ କରିବେ ନା ଟାଇପ୍ ଅଫ୍ ଏକ୍ସାମିନେସନ ଲେଖୁଛି ଏଇଠି, ଟାଇପ୍ ଅଫ୍ ଆପଣଙ୍କର କୋଉ ଟାଇପ୍ର ଏକ୍ସାମ୍ ଅଛି ଏଜ୍ ଆପଣ ସିଲେକ୍ଟ କରିବେ। और ईयर ऑफ एग्जामिनेशन ମାନେ ଆପଣଙ୍କର 2026 ଆପଣଙ୍କର ଏକ୍ସାମ ଦଉଥିଲେ ସେଇ 2026 ରେ ଆପଣ ଏକ୍ସାମ ସିଲେକ୍ସନ କରିବେ। ତାପରେ ସେଇଠି ଆପଣଙ୍କର ଡେଟ୍ ଅଫ ବାର୍ଥ ମାଗିଛି, ଠିକ୍ ଅଛି, ମାନେ ଡେଟ୍ ଅଫ ବାର୍ଥ ମାଗିଛି ମାନେ ଆପଣଙ୍କୁ ଡେଟ୍ ଦେବା ପାଇଁ ପଡ଼ିବ, କୋଉ ମାସ ଅଛି ସେ ମାସ ଦେବା ପାଇଁ ପଡ଼ିବ, କୋଉ ମସିହା ଅଛି ସେ ମସିହା ଆପଣଙ୍କୁ ଦେବା ପାଇଁ ପଡ଼ିବ। ତାପରେ ଆପଣ ଆଡମିଟ୍ କାର୍ଡର ଯେଉଁ ଆପଣଙ୍କ ରୋଲ ନମ୍ବର ଅଛି ସେ ରୋଲ ନମ୍ବରଟାକୁ ଭଲ ଭାବରେ ଏଇଠି ଆପଣଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଠିକ୍ ଅଛି, ଯଦି ଭଲ ଭାବରେ ଫିଲ୍ଅପ୍ ନ କରୁଛନ୍ତି ତାହେଲେ ପଛରେ ଆପଣଙ୍କୁ ଅସୁବିଧା ହେଇପାରେ। ଭଲ ଭାବରେ ଫିଲ୍ଅପ୍ କରିବେ, ପୁଣି ଆଉଥରେ ମୋର ଆପଣ ଯିବ କି ମୋର ପୁଣି ଆପଣମାନେ ଫର୍ମ ଭରି ଭରି ଆସିବେ। ତାପରେ କ'ଣ କରିବେ ନା ଏଇଟା ଆପଣଙ୍କ ଓଟିପି ଲେଖା ହେଇଛି, ମୋବାଇଲ ନମ୍ବର ଅଛି, ମୋବାଇଲ ନମ୍ବରରେ ଆପଣ ଏଠି ମୋବାଇଲ ନମ୍ବର ଦେବେ। ମୋବାଇଲ ନମ୍ବର ଦେଲା ପରେ ଆପଣଙ୍କୁ ଏଠି ସେଣ୍ଡ ଓଟିପି ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଏସବୁ ଜିନିଷ ଭଲ ଭାବରେ ଦେଖିବେ, ଆପଣମାନେ ଭଲ ଫିଲ୍ଅପ୍ କିଛି ନାହିଁ। ତାପରେ ଆପଣ କ'ଣ କରିବେ ନା ଆପଣଙ୍କର ଏଠି ଲେଖା ହେଇଛି ଦେଖନ୍ତୁ ଆପଣଙ୍କର ଅଲ୍ ଦ ଏଭବ୍ ଫିଲ୍ଡସ୍ ଆର୍ ମ୍ୟାଣ୍ଡେଟୋରି ଫର୍ ସର୍ଚ୍ଚ, ଆପଣଙ୍କୁ ସର୍ଚ୍ଚ କରିବା ପାଇଁ ସେ କହିଛି ଏଠି, ସର୍ଚ୍ଚ ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ମୋବାଇଲ ନମ୍ବର ଆପଣ ଯେଉଁ ଦେଇଥିବେ ଏଠି ଓଟିପି ଇସ୍ୟୁ ଅଛି, ଓଟିପି ମଧ୍ୟ ଆପଣ ଭଲ ଭାବରେ ଫିଲ୍ଅପ୍ କରିବା ପାଇଁ। ସର୍ଚ୍ଚ କରିସାରିଲା ପରେ ଆପଣ କ'ଣ କରିବେ ନା ଆପଣଙ୍କ ଏଠି ଗୋଟେ ରାଇଟ୍ ସାଇଡ୍ରେ ଆପଣଙ୍କୁ ଦେଖା ହେଇଥିବ ଡାଉନଲୋଡ୍ ୟୋର ସାର୍ଟିଫିକେଟ୍ ଲେଖା ହେଇଥିବ। ଡାଉନଲୋଡ୍ ସାର୍ଟିଫିକେଟ୍ ଆପଣ ଏଠି ଡାଉନଲୋଡ୍ ସାର୍ଟିଫିକେଟ୍ କରିପାରିବେ। ନଚେତ ଆପଣଙ୍କର ଏଇ ଲେଫ୍ଟ ସାଇଡ୍ରେ ଆପଣଙ୍କୁ ଲେଖା ହେଇଥିବ, ଦେଖିପାରୁଥିବେ ଆପଣଙ୍କର ରୋଲ ନମ୍ବର ଲେଖା ହେଇଥିବ, ଆପଣମାନଙ୍କର ନାମ ଲେଖା ହେଇଥିବ, ଆପଣ କୌଣସି ପାସ୍ ଆଉଟ୍ ହେଇଥିବ ସେ ପାସ୍ ଆଉଟ୍ ଲେଖା ହେଇଥିବ, କ'ଣ ମାନେ ଆପଣଙ୍କ ଯେଉଁ କେତେ ମାର୍କ ଅଛି ସେଠି ସବୁ ଲେଖା ହେଇଥିବ, ଟୋଟାଲ ସବୁ ଲେଖା ହେଇଥିବ। ତାପରେ ଆପଣଙ୍କୁ ଯଦି ରାଇଟ୍ ସାଇଡ୍ରେ ଆପଣଙ୍କୁ ଲେଖା ହେଇଥିବ ଡାଉନଲୋଡ୍ ୟୋର ସାର୍ଟିଫିକେଟ୍। ଠିକ୍ ଅଛି, ତ ଏଇ ଡାଉନଲୋଡ୍ ୟୋର ସାର୍ଟିଫିକେଟ୍ ଡାଉନଲୋଡ୍ କରିସାରିଲା ପରେ ଆପଣଙ୍କ କ୍ଲିୟରଲି ଭାବରେ ଆପଣଙ୍କର କୌଣସି ସାର୍ଟିଫିକେଟ୍ ଆପଣ କେମିତି ପାଇବେ ଟୋଟାଲ ଡିଟେଲ୍ସ ଭାବରେ ସେଇଟା ଆପଣଙ୍କୁ ଦେଖେଇଦବ। ଠିକ୍ ଅଛି, ଆପଣଙ୍କ ସାର୍ଟିଫିକେଟ୍ କେମିତି ଅଛି, ଆପଣଙ୍କର ରୋଲ ନମ୍ବର କେତେ ଅଛି, ଆପଣମାନଙ୍କର କେତେ ମାର୍କ ଅଛି, ଟୋଟାଲ ଡିଟେଲ୍ସ ଭାବରେ ସେ ଆପଣଙ୍କୁ ଏଠି ଦେଖେଇଦବ, ଶୋ କରିଦବ। ଠିକ୍ ଅଛି, ତ ଏଇଟା ଥିଲା ଆପଣଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍, ଯାହାକି ମୁଁ ଆପଣଙ୍କୁ ଭିଡ଼ିଓ ମଧ୍ୟ କରିଦେଲି। ଆଶା କରିବି କି ଭିଡ଼ିଓଟା ଆପଣଙ୍କୁ ଆଜି ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ, ଆପଣ ସବସ୍କ୍ରାଇବ୍ କରିକି। ଠିକ୍ ଅଛି, ଆଜି ପାଇଁ ରହୁଛି ଆଜ୍ଞା।